ସୁନ୍ଦର ଜଙ୍ଗଲ ପରିବେଶ ଭିତରେ ସକାଳର କଅଁଳ ଖରାରେ ଆମେ ଆଗେଇ ଚାଲିଥିଲୁ। କୁଆଡ଼େ ଯାଉଥିଲୁ ଦେଖନ୍ତୁ। ପୂର୍ବ ଦିନରୁ ମାଉସୀକି ମୁଁ ଅନୁରୋଧ କରିଥିଲି ଆମ ସହିତ ଟିକେ ଯିବାକୁ। ମାଉସୀର ମୋର ସମ୍ପର୍କ ବହୁତ ନିବିଡ଼। 1971ରୁ 1978 ଯାଏଁ ମୋର କଅଁଳ କୈଶୋରର ସମୟ ସବୁ ମୁଁ ଏଇ ମାଉସୀ ସାଙ୍ଗେ ବିତେଇଥିଲି। 78ରେ ସେ ବାହା ହେଇଗଲା, ଆଉ 84ରେ ମୁଁ। ତାପରେ ଆଉ ଆମର ଦେଖା ହେଇନଥିଲା। ଏଥର ମୁଁ କିନ୍ତୁ ଜୟପୁର ଯାଇ ତାରି ଘରେ ରହିଥିଲି। ସେଠି ପହଞ୍ଚୁ ପହଞ୍ଚୁ ମୋର ଏଇ ସବସ୍କ୍ରାଇବର ମାନେ ଆସିଗଲେ ମୋ ପାଖକୁ, ମାନେ ମୋ ଜୀବନ ସାରାକୁ ପରିବାର ବର୍ଗର। ବହୁତ ଖୁସି ଲାଗିଲା ଯେ ଏତେ ଦୂରରେ ମୋର ଏ ଆତ୍ମୀୟ ମାନେ ମୋତେ ପଛଆଡ଼ୁ ଦେଖି ଆସି ଆଗରେ ମୋ ସହିତ ଫଟୋ ନେଲେ। ସେତେବେଳକୁ ଆମେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଇଥିଲୁ। ଆମର ଲକ୍ଷ୍ୟସ୍ଥଳ ଥିଲା ଗୁପ୍ତେଶ୍ୱର। ସମୟ ପ୍ରାୟ 10:30 ହେବ। ଦେଖୁନାହାନ୍ତି ମାଙ୍କଡ଼ କେମିତି ପାଣି ପିଉଛି ଟ୍ୟାପ୍ରୁ। ଆମେ ଏଇ ପାହାଚକୁ ଦେଇ ଉପରକୁ ଗଲାବେଳକୁ ମୁଁ ଏ ଦୃଶ୍ୟଟା ଦେଖିଲି, ଆଉ ସାଙ୍ଗେ ସାଙ୍ଗେ ମୋ ଫୋନରେ କଏଦ କରିଦେଲି। ସେଥିରୁ ଟୋପେ ଟୋପେ ପାଣି ପଡ଼ୁଥିଲା। ମୁଁ ଭାବିଲି ଟ୍ୟାପ୍ଟାକୁ ଜୋରରେ ଖୋଲିଦେଲେ ସେ ଭଲରେ ପିଇବ। ମୁଁ ଟ୍ୟାପ୍ ଖୋଲିଦେଇ ତାକୁ ଡାକିଲି, ସେ ଆସିଲାନି। କିନ୍ତୁ ମୁଁ ଟିକେ ଜୋର କରିଦେଲି, ସେ ଆସି ପୁଣି ସେଠୁ ପାଣି ପିଇଲା। ସେଇଠି 5-7 ମିନିଟ୍ ମୋର ବିତିଗଲା। ପିଲାମାନେ ବହୁତ ଆଗକୁ ଚାଲିଗଲେ। ମୁଁ ଟିକେ ଭୟ ପାଇଲି। ଛୋଟ ଛୋଟ ପିଲା 3ଟାଙ୍କୁ ସାଙ୍ଗରେ ନେଇ ବୁଲେଇ ଆଣିବା ମୋ ପାଇଁ ଗୋଟେ ଚ୍ୟାଲେଞ୍ଜ ଥିଲା, ଆଉ ତା ସହିତ ଭିଡ଼ିଓ କରିବା ଆହୁରି କଠିନ ଥିଲା। ତଥାପି ମୁଁ ପାରୁ ପର୍ଯ୍ୟନ୍ତ ମୁଁ ଭିଡ଼ିଓ କରୁଥିଲି। ଫଟୋଚିତ୍ର ଉତ୍ତୋଳନରେ କେବେ ମୁଁ ନିଜର ପାରଦର୍ଶିତା ଅଛି ବୋଲି ଅନୁଭବ କରିନାହିଁ କି ଦାବି ବି କରିନାହିଁ। କିନ୍ତୁ ଆମେ ତ ବାନ୍ଧି ହେଇଛେ ଏଇ ଆପଣାପଣରେ, କଥାବାର୍ତ୍ତାରେ। ସେ କଥାବାର୍ତ୍ତା ଟିକକ କ'ଣ ମୁଁ ନ କରିବି? ଦେଖୁନାହାନ୍ତି ପାହାଚ ଚଢ଼ି ଚଢ଼ି ଗଲାବେଳକୁ, ମନ୍ଦିର ପାଖେଇ ଗଲାବେଳକୁ ମହାଦେବଙ୍କର ଏଇ ସୁନ୍ଦର ବିଗ୍ରହଟି ଆଙ୍କିତ ହେଇଛି, ଆଉ ସେଇଠି ହିଁ ସବୁ ଦୀପ ଜଳାଯାଉଛି, ଭିତରେ ନୁହେଁ। ଆମେ ନେଇଥିବା ଦୀପ ଧୂପ ସେଇଠି ହିଁ ଜଳେଇଦେଲୁ, ଆଉ ଶିବଙ୍କୁ ପ୍ରଣାମ କଲୁ। ଇଏ ଥିଲା ଠିକ୍ ଗତ ସୋମବାରର କଥା, ଆଉ ଆଜି ବି ସୋମବାର। ମୁଁ ଭାବିଲି ଆଜି ସୋମବାରରେ ହିଁ ଆପଣମାନଙ୍କୁ ମୁଁ ଏଇ ଦେବଦେବ ମହାଦେବଙ୍କର ପବିତ୍ର ପୀଠଟି ଦେଖାଇବି। ପିଲାମାନଙ୍କୁ ଦୀପ ଦେଲି, ପିଲାମାନେ ବୋଇଲେ ମାଳି ହାତକୁ ଦୀପ ଦେଲି, ସୁଲୁଗୁଟୁଙ୍କୁ ଧୂପ ଦେଲି। ତାର କାରଣ ଆପଣମାନେ ବୁଝିପାରୁଥିବେ। ସେମାନେ ଛୋଟ ଛୁଆ, ଦୀପ ଜାଳିପାରିବେ ନାହିଁ, କିନ୍ତୁ ଏ ମହାର୍ଘ ମୁହୂର୍ତ୍ତରେ ଅନ୍ତତଃ ଧୂପଟିଏ ସେମାନେ ନିହାତି ଲଗାନ୍ତୁ। ଏଇଥିପାଇଁ ତାଙ୍କ ହାତକୁ ଧୂପ କାଠିଦେଲି। ଆଉ ପାଖରେ ମଉସା ଥିଲେ। ମାଉସୀ ଟିକେ ବୟସାଧିକ୍ୟରୁ ଯିବାକୁ ଅମଙ୍ଗ ହେଉଥିଲା, ହେଲେ ବି ମୁଁ କହିଲି ମା' ସାଙ୍ଗେ ତୀର୍ଥ କରିଲେ ତୀର୍ଥାଟନର ଫଳ ଦ୍ୱିଗୁଣିତ ହେବ। ମା' ନୁହେଁ ତ କ'ଣ? ଏତେ ଦିନ ପରେ ମାଉସୀର ସ୍ପର୍ଶ ପାଇ ମୋ ବୋଉ କଥା ବହୁତ ମନେ ପଡ଼ୁଥିଲା। ଆଉ ମୁଁ ସବୁଦିନ ଚାହୁଁଥିଲି ମାଉସୀ ମୋ ସାଙ୍ଗରେ ଯାଆନ୍ତା କି, କିନ୍ତୁ ସେ ଏଇ ଚଢ଼ାଓହ୍ଲା କରି ନ ପାରିବା ପାଇଁ ଯିବାକୁ ମନା କରୁଥିଲା। କିନ୍ତୁ ମହାଦେବଙ୍କୁ ଦର୍ଶନ କରିବା ପାଇଁ କିଏ ବା କୁଣ୍ଠିତ ହେବ? ଆମେ ସବୁ ଗଲୁ, ଆଉ ଏବେ ଆମର ଗୁମ୍ଫା ଭିତରେ ପ୍ରବେଶ କରିବା ଆରମ୍ଭ ହୋଇଗଲା। ମୁଁ ଏଇ ବାହାରୁ ଯେତିକି ଫଟୋ ଉଠେଇଥିଲି, ଭିତରେ ଫଟୋ ଉଠେଇବା ନିଷେଧ ଥିଲା। ଆଉ ଅମାନ୍ୟ କରି ଫଟୋ ମୁଁ ବା କାହିଁକି ଉଠେଇଥାନ୍ତି? ଆପଣମାନେ ନିଜେ ଆସିକି ଯଦି ସେଇ ଶିବଲିଙ୍ଗକୁ ଦର୍ଶନ କରିବେ, ଦେଖିବେ, ଆପଣଙ୍କ ନେତ୍ର ପବିତ୍ର ହୋଇଯିବ, ଆଉ ଆପଣ ରୋମାଞ୍ଚିତ ହୋଇଯିବେ। ସତରେ ତାଙ୍କ ନାଁ ଗୁପ୍ତେଶ୍ୱର। ଗୁପ୍ତରେ ସେ ଏମିତି ସୁନ୍ଦର ଭାବରେ ତା ଭିତରେ ଅଛନ୍ତି। ଏତେ ବିରାଟକାୟ ଶରୀର ଧାରଣ କରିଛନ୍ତି, ଦେଖିଲେ ଆଶ୍ଚର୍ଯ୍ୟ ନ ହୋଇ ଆପଣ ରହିପାରିବେନି। କେଉଁଠି ନଇଁ ନଇଁ ଯିବାକୁ ପଡ଼ୁଥିଲା, କେଉଁଠି ପାହାଚ ଥିଲା, କେଉଁଠି ପାହାଚ ନଥିଲା। ଯାହା ବି ହେଉ ଆମେ ଦେବଦେବ ମହାଦେବଙ୍କୁ ଦର୍ଶନ କରି ବାହାରକୁ ଆସିଲୁ। ଆଉ ପିଲାମାନେ ଏଇଭଳି ତିଳକ ଲଗାଇବାକୁ ଚାହିଁଲେ। ମୁଁ ବି ସବୁବେଳେ ଯେଉଁ ତୀର୍ଥ ସ୍ଥାନକୁ ଯାଏ ସେଠି ତିଳକ କରେ, ମୋତେ ବହୁତ ଭଲ ଲାଗେ। 3 ଜଣ ପିଲା ତିଳକ କଲା ପରେ ଇଏ ବି ତିଳକ କଲେ। ଆଉ ମୁଁ କ'ଣ ବାଦ ଯାଆନ୍ତି? ମୁଁ ବି ତିଳକ କଲି। ଏବେ ଫେରିବାର ବେଳ। ପୁଣି ଆମକୁ ତଳକୁ ଫେରିବାକୁ ହେବ। ଆମେ କୋରାପୁଟ ଯାଇ ଯେଉଁ 4 ଦିନ ଗଲୁ, ପ୍ରାୟ ସବୁଦିନ ଅଳ୍ପ ବହୁତ ଚଢ଼ାଓହ୍ଲା ହିଁ ପଡ଼ୁଥିଲା। ଶେଷରେ ଆଙ୍କ ପାଳି ପଡ଼ିଲା, ସିଏ ବି ତିଳକ କଲେ। ମୁଁ ଖାଲି ମନେ ମନେ ହେଉଥିଲି କେମିତି ଟିକେ ଫଟୋ ଉଠାନ୍ତି, ଏ ପରିବେଶର ଟିକେ ଭିଡ଼ିଓ କରିଦିଅନ୍ତି, କିନ୍ତୁ ବହୁତ ଭୟ ଲାଗୁଥିଲା। ପିଲାମାନେ ଏପଟ ସେପଟ ହେଇଯାଉଥିଲେ। ତଥାପି ସୁଲୁରାର ଟୋପି କେଉଁଠି ହଜିଗଲା, ମୁଁ ଜାଣିପାରିଲିନି। ଶେଷକୁ ମୁଁ ନିଷ୍ପତ୍ତି ନେଲି ମୁଁ ନ ରହିଲେ ନାହିଁ, କିନ୍ତୁ ଏମାନଙ୍କର ନିଶ୍ଚୟ ଫଟୋ ନେବି। ତେଣୁ ମଉସା ମାଉସୀଙ୍କ ସହ ଏମାନଙ୍କର ଫଟୋ ନେଲି। ଆଉ ମୁଁ ଖାଲି ଖୋଜି ବୁଲୁଥିଲି କାହାକୁ ଟିକେ କହିବି, ଅନ୍ତତଃ ମାଉସୀ ସହିତ ମୁଁ ନିଶ୍ଚୟ ଫଟୋ ନେବି। କେତେ ବଡ଼ ସ୍ନେହ ସମ୍ପର୍କ, କିନ୍ତୁ କର୍ମଚାପରେ ଆମେ କେତେ ବର୍ଷ ପରସ୍ପରକୁ ନ ଦେଖିକି ରହିଥିଲୁ। ମାଉସୀ ସହିତ ଫଟୋ ଉଠିଲା ବେଳକୁ ତାଙ୍କୁ ହିଁ ଅନୁରୋଧ କରି ଆଙ୍କ ସହିତ ବି ଗୋଟେ ଫଟୋ ନେଲି।
ବାହାରେ ବୃଷଭ ଥିଲେ ଆଉ ଏଇଟା ହିଁ ଥିଲା ସର୍ବଶେଷ ଗେଟ୍। ହେଲେ ଗେଟ୍ର ଫଟୋ ବି ମୁଁ ନେଇନଥିଲି। ହନୁମାନ ଜଗିଥିଲେ ମହାଦେବଙ୍କୁ, ଏଇଭଳି ମୋର ଅନୁଭବ ହେଲା। ଠିକ୍ ଗୁମ୍ଫା ବାହାରେ ଏଇ ହନୁମାନଙ୍କ ବିଗ୍ରହ ଥିଲା। ବାଟରେ ବହୁ ସାଧୁସନ୍ଥ ବସିଥିଲେ ଆଉ କେହି କେହି ହାତରେ ସୂତ୍ର ବନ୍ଧନ କରୁଥିଲେ। ତେଣୁ ମୁଁ ଆଙ୍କ ହାତରେ ସୂତା ବାନ୍ଧି ଦେଖିଲା ବେଳକୁ ପିଲାମାନେ ଯାଇ ଶେଷ ପାହାଚରେ ପହଞ୍ଚିଲେଣି। ଆଉ ଦେଖନ୍ତୁ ବାଟ ସାରା ବିଭିନ୍ନ ପାତ୍ରରେ ଗାମୁଛା ପରା ହେଇକି ଚାଉଳ ସବୁ ପଡ଼ିଥିଲା। ଯେଉଁ ଯାତ୍ରୀମାନେ ଯାଉଥିଲେ ସେମାନେ ଏଠି ଚାଉଳ ଦେଉଥିଲେ, କିନ୍ତୁ ମୁଁ ତ ଏ ପ୍ରଥା ଜାଣିନଥିଲି, ଚାଉଳ ନେଇନଥିଲି। ମୁଁ ଯେତିକି ଯାହା ପାରିଲି ମୁଁ କଲି। ଏଇ ସାଧୁ ଜଣକ ସୁନ୍ଦର ଭାବରେ ଡମ୍ବରୁ ବାଦନ କରୁଥିଲେ ଆଉ ଶଙ୍ଖ ଫୁଙ୍କୁଥିଲେ। ଆପଣମାନେ ବି ଶୁଣିପାରିବେ। ସେଠି ପିଲାମାନେ କିଛି ସମୟ ରହିଲେ। ମୁଁ କୌଣସି ଜାଗାରେ ରହିପାରୁନଥିଲି। ତା'ର କାରଣ ଥିଲା ପିଲାମାନେ ଜୋରେ ଜୋରେ ଆଗକୁ ପଳାଉଥିଲେ। ଛୋଟ ପିଲା ପାହାଚ ସିନା ଡେଇଁ ଡେଇଁ ପଳାଉଛନ୍ତି, ପଛରେ ମୁଁ ନଥିବି, କାଳେ ପଡ଼ିଯିବେ, ଗୋଡ଼ ଖସିଯିବ। ପ୍ରତି ମୁହୂର୍ତ୍ତରେ ମୋତେ ସଚେତନ ରହିବାକୁ ପଡ଼ୁଥିଲା ଆଉ ସେମାନଙ୍କୁ ଜଗିବାକୁ ପଡ଼ୁଥିଲା। ସେମାନେ ପୁଣି ଶେଷ ପାହାଚ ପାଖାପାଖି ହେଲା ବେଳକୁ ଆଉ ଜଣେ ଏମିତି ସୂତ୍ର ବନ୍ଧନ କରୁଥିଲେ। ସେମାନଙ୍କ ହାତ ଦେଖେଇ ସେଇଠି ସୂତା ବାନ୍ଧିବା ପାଇଁ ମୁଁ କହିଲି। ତାପରେ ଆମର ଯାତ୍ରା ସରି ସରି ଆସୁଥିଲା। ଏ ସୁନ୍ଦର ପରିବେଶରୁ ବିଦାୟ ନେବାର ବେଳ ପାଖେଇ ଆସୁଥିଲା। କହିଲି ତ ସେଦିନ ବି ସୋମବାର ଥିଲା, ତେଣୁ ମାନେ ଯାତ୍ରୀ ଗହଳି ବି ଥିଲା। ଦୁଇଟି କାରଣ ଥିଲା। ପ୍ରଥମ କଥା ଥିଲା ଗହଳି, ଦ୍ୱିତୀୟରେ ଥିଲା ଛୋଟ ପିଲା। ସେମାନଙ୍କୁ ସେ ଗୁମ୍ଫା ଭିତରୁ କେମିତି ଦର୍ଶନ କରେଇକି କାଢ଼ିବି, ମୋତେ ଭାରି ଚିନ୍ତା ଥିଲା। କିନ୍ତୁ ଆମେ ବହୁତ ସୁରୁଖୁରୁରେ ସେ ପ୍ରଭୁଙ୍କର ଆଶୀର୍ବାଦରୁ ଦର୍ଶନ କରିକି ବାହାରକୁ ଆସିଗଲୁ। ବାହାରକୁ ଆସିଗଲା ପରେ ବି ସେଦିନ କାର୍ଯ୍ୟକ୍ରମରେ ଡୁଡୁମା ଯିବାର କାର୍ଯ୍ୟକ୍ରମ ଥିଲା। ତେଣୁ ଆମେ ଆଉ ବହୁତ ସମୟ ସେଠି ରହିବା ପାଇଁ ଇଚ୍ଛା କଲୁ ନାହିଁ। ଇଚ୍ଛା ତ ହେଉଥିଲା, କାହିଁକିନା ସେ ସୁନ୍ଦର ପରିବେଶ, ବହୁତ ଥଣ୍ଡା। ଆମେ ତ କେଉଁଠି ବି କୋରାପୁଟରେ ଗରମ ଅନୁଭୂତ କରିନୁ। ସବୁ ଜାଗା ହିଁ ସୁନ୍ଦର ଥିଲା, ପ୍ରାକୃତିକ ପରିବେଶ ପୂର୍ଣ୍ଣ ଥିଲା। ଆଉ ସବୁଠୁ ବଡ଼ କଥା ଯେ ଥଣ୍ଡା ଥିଲା। ଯଦି ଏଠିକା ପରି ଗରମ ଥାଆନ୍ତା, ମାନେ ଭୁବନେଶ୍ୱର ପରି, ତାହେଲେ ମୁଁ ଏ ଛୋଟ ଛୁଆମାନଙ୍କୁ ଲଗାତାର 3 ଦିନ ଗାଡ଼ିରେ ବୁଲେଇ ପୁଣି ପରଦିନ ଟ୍ରେନରେ ଘରକୁ ଧରି ଆସିବା ସମ୍ଭବ ହୋଇନଥାନ୍ତା। ବାହାରକୁ ବାହାରିଲା ବେଳକୁ ଇଏ ତାଙ୍କର ଗୋଟେ ଷଣ୍ଢର ଲାଙ୍ଗୁଡ଼ ଧରି ଛୁଆମାନଙ୍କୁ ଝାଡ଼ିବାରେ ଲାଗି ପଡ଼ିଛନ୍ତି। ମୁଁ କହିଲି ଭଲ କଥା, ୟାଠୁ ଭଲ ଭାବରେ ଆଉ କ'ଣ ଝଡ଼ା ଯାଇପାରନ୍ତା। ମୁଁ ଝଡ଼ା ଫୁଙ୍କାରେ ବିଶ୍ୱାସ କରେ ନାହିଁ ବା ମୋ ପିଲାମାନଙ୍କୁ କେବେ ବି କାହା ପାଖକୁ ନେଇ ଝଡ଼ାଝଡ଼ି କରିନାହିଁ। ସବୁ ସେଇ ଗୁରୁଙ୍କର ଆଶୀର୍ବାଦରେ ଆଜି ଯାଏ ଚାଲିଛି ଆଉ ପିଲାମାନେ ମୋର ସୁରୁଖୁରୁରେ ବାଟ ଚାଲୁଛନ୍ତି। ଇଏ ପ୍ରାୟତଃ ଗୋରୁ ବା ଷଣ୍ଢ ଲାଞ୍ଜରେ ପିଲାମାନଙ୍କୁ ଝାଡ଼ି ଦିଅନ୍ତି। ଯେତେବେଳେ ଯାହା ଦେହ ମୁଣ୍ଡ ହୁଏ ଗୁହାଳକୁ ନେଇକି ପିଲାଙ୍କୁ ଲାଞ୍ଜରେ ଝାଡ଼ନ୍ତି। ଏଇଟା ଥିଲା ଗୁପ୍ତେଶ୍ୱରର ସମ୍ମୁଖ ଭାଗ। କିନ୍ତୁ ଗଲାବେଳେ ଏତେ ଲମ୍ବା ଧାଡ଼ି ଥିଲା ଯେ ମୁଁ ଆଉ ଫଟୋ ଉଠାଇବାକୁ ସୁଯୋଗ ପାଇନଥିଲି। ଫେରିଲା ବେଳେ ଯାହା ପାରିଲି ଫଟୋ ଉଠାଇଲି। ପିଲାମାନେ ଚାଲି ଚାଲି ହାଲିଆ ହୋଇଯାଇଥିଲେ। ସେଠି ବହୁତ ଆଖୁ ରସ, ଲେମ୍ବୁ ପାଣି, ଦହି ପାଣି, ପଇଡ଼ ସବୁକିଛି ମିଳୁଥିଲା। ତେଣୁ ବିଶେଷ ଅସୁବିଧା ନଥିଲା। ସୁଲୁ ତା ରୁଚି ଅନୁସାରେ ଦହି ପାଣି ପିଇଲା ଆଉ ଗୁଟୁ କହିଲା ମୁଁ ପଇଡ଼ ପିଇବି। ତାଙ୍କୁ ମୁଁ ସେ ଆପି କରେଇଲି। ଆଉ ମାଳିକି ସବୁବେଳେ ମୁଁ ଆଙ୍କ ସହିତ ଛାଡ଼ି ଦେଉଥିଲି। ଇଏ ତ ଭାବୁକ ଲୋକ, ସବୁବେଳେ ଅନ୍ୟମନସ୍କ। ତେଣୁ ପିଲାମାନଙ୍କୁ ମୁଁ ତାଙ୍କ ସାଙ୍ଗେ କେବେ ବି ଛାଡ଼େନି। ଏ ଦିଙ୍କୁ ମୁଁ ଜଗେ, ମାଳିର ସିଏ ତାଙ୍କର ଚାଲନ୍ତି। କିନ୍ତୁ ଏ ପିଲାଙ୍କୁ ବୁଲେଇବାରେ ମଉସା ମୋତେ ବହୁତ ସହଯୋଗ କରିଥିଲେ। ସବୁ ଜାଗାକୁ ନେଲାବେଳେ ସେ ସାଙ୍ଗରେ ରହୁଥିଲେ। ମାଉସୀ ସିନା ଗୋଟେ ଦିନ ସାଙ୍ଗରେ ଗଲା, ମଉସା କିନ୍ତୁ 3 ଦିନ ଯାକ ଆମ ସହିତ ତାଙ୍କର ସବୁ କାମକୁ ବନ୍ଦ କରିକି ରହିଥିଲେ। ସେଠୁ ଆମେ ଆସି ଯାଇଥିଲୁ ନଦୀ କୂଳକୁ। ଠିକ୍ ମନେ ପଡ଼ୁନି, ବୋଧେ ଏଇଟା କୋଲାବ ନଦୀ, ଆନ୍ଧ୍ରପ୍ରଦେଶର ସୀମା। ଯଦି ମୁଁ ଭୁଲ କହିଥିବି ଆପଣମାନେ ସଂଶୋଧନ କରିବେ। ମୁଁ ପିଲାଙ୍କୁ ନେଇ ନଦୀ କୂଳ ପାଖକୁ ଗଲି ଆଉ ମଉସା ମାଉସୀ ସେଠି ବସି ରହିଲେ। ସେଠି ସବୁ ପ୍ରକାର ଭୋଗ ସାମଗ୍ରୀ ବିକ୍ରି ହେଉଥିଲା। ଆଉ ଏଇଠି ଗୋଟେ ସୁନ୍ଦର ଗେଟ୍ ବି ଥିଲା। କିନ୍ତୁ ଅଧବାଟ ଯିବା ପରେ ମୁଁ ଫେରି ଆସିଲି, କାରଣ ନଦୀଟି ବହୁତ ଦନ୍ତୁରିତ ଥିଲା, ବହୁତ ପଥରପୂର୍ଣ୍ଣ। ସେଠିକି ଗଲେ ପିଲାମାନେ ନିଶ୍ଚୟ ପାଣିକି ଯିବାକୁ ଚାହିଁଥାନ୍ତେ। ସେମାନଙ୍କୁ ବୁଝେଇକି ମୁଁ ଚାଲି ଆସିଲି। ବାଟ କଡ଼ରେ ଦେଖନ୍ତୁ କେତେ ଜଙ୍ଗଲୀ ଜିନିଷ ଏଇ ଜଙ୍ଗଲୀ ମା ଭଉଣୀମାନେ ବିକ୍ରି କରୁଛନ୍ତି। ସେଇଠି ସେ କଡ଼ ଦେଇ ଦେଇ ଆମେ ଆସିଲୁ। ଏଗୁଡ଼ା ହେଲା ଝୁଣା ସବୁ ଡବାରେ ବିକ୍ରି ହେଉଥିଲା। ଆଉ ଇଏ ହେଲା ପାଳୁଅ ଆଉ ମହୁ। ମୁଁ ଆପଣମାନଙ୍କୁ ପାଳୁଅରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଖୁବ୍ ଶୀଘ୍ର ଦେଖେଇବି। ଖରାଦିନେ ପାଳୁଅ ଖାଇବା ଖୁବ୍ ଉପକାରୀ। ଆଉ ଏଠି ବହୁତ ପତଳା ପତଳା ଚୁଡ଼ା ମିଳୁଥିଲା। କହିଲେ କ'ଣ ପେପର ଚୁଡ଼ା, ତାର ବି ଆଣିବାକୁ ଚାହିଁଲେ ପିଲାମାନେ। ସେଥିରୁ ଟିକେ ଆଣିଲି। ଆଉ ଗଲାବେଳେ ତ ମୁଁ କୌଣସି ଫଟୋ ଉଠାଇ ନଥିଲି। ସେ ବୋର୍ଡ଼ ପାଖରେ ମୁଁ ଚାହିଁଲି ଟିକେ ଫଟୋ ଉଠାଇ ଦେବାକୁ।
এইটা ଥିଲା ପ୍ରଥମ ଦ୍ୱାର। ଏଇଟା ଖୁବ୍ ପୂର୍ବରୁ ଥିଲା, ଆମେ ଯେଉଁ ବାଟରେ ଗଲୁ ତାଠୁ ବହୁ ପୂର୍ବରୁ ଏ ଦ୍ୱାରଟି ପଡ଼ିଥିଲା। କିନ୍ତୁ ଏଇ ଭିତରେ ଯେଉଁ ଗୁମ୍ଫା ଦେଇ ଯିବାକୁ ପଡ଼େ ତାହା ଅଧିକ କଷ୍ଟସାଧ୍ୟ ଥିଲା, ତେଣୁ ଆମେ ସେପଟେ ଗଲୁ ନାହିଁ। ବହୁତ ପ୍ରକାର ଜିନିଷ ବିକ୍ରି ହେଉଥିଲା, ବୁଲାବୁଲି କରି ଆମେ ଫେରି ଆସିଲୁ। ଯେତେବେଳେ ଏଇ ରାସ୍ତା ଶେଷ ହୋଇଗଲା ଆଉ ସେଇ ଗେଟ୍ ପାର ହେଇକି ମୁଁ ପଳେଇ ଆସିଲି, ପୁଣି ଥରେ ଗୁପ୍ତେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲି। ସେ ସମସ୍ତଙ୍କର ମଙ୍ଗଳ କରନ୍ତୁ, ସର୍ବମଙ୍ଗଳମୟ। ତାଙ୍କରି କୃପାରେ ମୁଁ ଗତ ସୋମବାର ତାଙ୍କୁ ଦର୍ଶନ କଲି, ଆଉ ଏଇ ସୋମବାରରେ ଆପଣମାନଙ୍କୁ ସେ ବିଷୟରେ କହିଲି। ଆପଣମାନେ କିଏ ଗୁପ୍ତେଶ୍ୱର ଦର୍ଶନ କରିଛନ୍ତି ନିଶ୍ଚୟ ମୋତେ କମେଣ୍ଟ